ପଚାରିବି ତାପରେ ଆଉ ରହିଲା କଣ କି ଆଉ ନାହିଁ ବୁଝିପାରୁଛନ୍ତି ନା ନାହିଁ ତାପରେ ଆଉ କେମିତି ପଚାରିବି ଆଉ ନନ୍ଦିଘୋଷ ରହିଲା ଲାଷ୍ଟକୁ ଟଣା ହେବେ ଲାଷ୍ଟକୁ ନନ୍ଦିଘୋଷ ରଥ ଟଣା ଘଣ୍ଟୁଆ ସେବକ ପ୍ରସ୍ତୁତ ହେଇଗଲେଣି ଡାହୁକ ମଧ୍ୟ ବେତ ଧରିକି ଭୂଇଁ ଭୋଗୀ ସେବକ ତାକୁ କୁହାଯାଏ ଡାହୁକ ମଧ୍ୟ ପ୍ରସ୍ତୁତ ହେଇଗଲେଣି ଘଣ୍ଟ ବାଜୁଛି ମାନେ ବାଜିନି ବାଜିବ ବାଜୁଛି ନୁହେଁ ଆମେ ସେ ମାନେ ସିଧା ପ୍ରସାରଣର ଆନନ୍ଦ ହଉଛି ଏଇ ଗୋଟିକ ସିଧା ପ୍ରସାରଣରେ ଯୋଡ଼େ ବେତ ଏପଟେ ଧରିଛନ୍ତି ସେ ବେତ ସେପଟେ ଜଣେ ବେତ ଧରିଛନ୍ତି ଏପଟେ ଜଣେ ବେତ ଧରିଛନ୍ତି ଆଚ୍ଛା ଇଏ ବେତ ପୁଣି ଲମ୍ବା ଲହ ଲହକା ପତର ମଙ୍କା ତା ଫଳଟି ମୁଠାଏ ଟଙ୍କା ଆମେ ଶୁଣିଥିଲେ କିନ୍ତୁ ଆଜି ଆମେ ଦେଖୁଛେ ଲହ ଲହକା ବେତଟି ବଙ୍କା କାଲି ମା ଆସିକି ପ୍ରଭୁକୁ ସଳଖ କରିଦେଇଛନ୍ତି ତେଣୁ ବାପା ବାଡେଇଲେ ପିଲାମାନେ ମା ପାଖକୁ ଦୌଡ଼ି ଯାଆନ୍ତିନି ମା କୋଳକୁ ଧରି ପକାନ୍ତି ନହେଲେ କାନିକି ଧରିକି ବୁଲି ଯାଆନ୍ତି ବାପା ବାଡେଇବା ଗଲା ଏ କାହିଁ ପିଲାଟେ ଗାଲି ଏମିତି ବାଡେ ତମେ କଣ ଜାଣିଛି କଥା ତ କହିପାରିବନି ଖାଲି ତ ତମର ହାତ ଉଠିବ ଆଉ ଚାଲିଲା ବାପା ଚୁପ୍ ହେଇକି ବର୍ତ୍ତମାନ ପ୍ରଶ୍ନ ରଥ ଯୋଉ ଏଠୁ ଟଣା ହଉଛନ୍ତି କଣ ଶିବ ଦ୍ୱାର ଯିବେ କୋଉଠିକି ଯିବେ ରଥ କୋଉଠିକି ଯିବେ କିଏ ଲେଖୁଛନ୍ତି ପ୍ରଶ୍ନ ଉତ୍ତର କଣ ଆସୁଛି ଦେଖନ୍ତୁ ରଥ ଦକ୍ଷିଣ ମୋଡ଼ରେ ସୁଭଦ୍ରାଙ୍କ ରଥ ପ୍ରଥମେ ଟଣାଯାଏ ଉତ୍ତର ଠିକ ଆଉ ରଥ ଜୟ ଜଗନ୍ନାଥ ଟିଭିର ସଦସ୍ୟ ଆପଣମାନେ ହଉଛନ୍ତି ଜୟ ଜଗନ୍ନାଥ ଟିଭିର ସଦସ୍ୟ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ନାଁଟି କଣ ଆସିଛି ଆଚ୍ଛା ଲିକୁ ମୁଦୁଲି ସାର୍ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣ ବହୁତ ସୁନ୍ଦର ଭାବରେ ଉତ୍ତରଟି ସର୍ବପ୍ରଥମ ଦେଇଛନ୍ତି ଆଉ ସଭା ଶେଷରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯିବ ନାକ ଛଡ଼ା ଗୋଟିଏ କଥା ଏଥିରେ କୋଉମାନେ ଟାଣିବେ ଏଇଟା ମୁଁ ପ୍ରଶ୍ନରେ ଦେବି ଏଥିରେ ଟାଣିବା ବ୍ୟକ୍ତି ବିଶେଷ ଅନୁଷ୍ଠାନ କିନ୍ତୁ ସର୍ବସାଧାରଣ ଏ ରଥକୁ ଟାଣିବା ଟିକେ ସେପଟକୁ ଗଲେ ହାତ ଦେଇପାରିବା କିନ୍ତୁ ଏଥିରେ ମୁଖ୍ୟ ହଉଛି କଣ ଯେ ମନ୍ଦିର ଅଧିକାରୀ କର୍ମଚାରୀ ରଥ ନିର୍ଦ୍ଦେଶକ ଦଳ ଏବଂ ସରକାରୀ ପୋଲିସ ଏ ରଥକୁ ଟାଣିବା ପୂର୍ବେ କଳା ବେଠିଆ ଶ୍ରମିକ ମାନେ ଟାଣୁଥିଲେ ଆପଣଙ୍କୁ ଯେମିତି ସବୁ କାମ ବଡ ତାଙ୍କ ଡଷ୍ଟବିନ୍ କେଡେ କେଡେ ହେଇଛି ସବୁ ବଡ ବଡ ସବୁ ଜିନିଷ ବଡ ପୁରା ତାଙ୍କର ବର୍ଷା ପକେଇ ଓଦା ହେଇଗଲା ଜାଗା କିନ୍ତୁ କଳାହାଣ୍ଡିଆ ଗୋଟେଇକି ରହିଛି ବର୍ଷା ପଡୁନି ହରି ହରି ବୋଲ ରଥ ଯାଏ ଗଡି ଗଡି ଚକ ଯାଏ ଗଡି ଗଡି ଚକ ଗଡି ଗଡି ରଥ ଚକ ଗଡିଲା 12 ଚକ ଗଡିଲା 12 ଚକ ଗଡିଲା ଏଠି ହାତୀ ଦରକାର ନାହିଁ ଘଣ୍ଟ ବାଜିଲା ଘଣ୍ଟୁଆ ମାନଙ୍କର ଘଣ୍ଟ ଶବ୍ଦ ଏଠି ମୁଁ କହୁଛି ଆଗ ଆସିଗଲା କିଛି ବାଟ ଆଉ ପଛରେ ବି ଦୌଡ଼ିବ ମାନେ ଆଗରେ ବନ୍ଧା ହେଇଛି ପଛରେ ବନ୍ଧା ହେଇଛି ଆଗରେ ବନ୍ଧା ହେଇଛି ପଛରେ ବନ୍ଧା ହେଇଛି ଦୌଡ଼ି ସେ ଆମର କିଏ ଜଣେ ଥିଲେ ଏଠକୁ ଦେଖିଲା ବେଳକୁ ସେ କହିଥିଲେ ବଢିଆ କଥା ଗୋଟେ କଣ କହିଥିଲେ ମନେ ପଡୁନି ନା ମନେ ପଡିଲା କହିଲେ ଆଗରେ ଦେଖିଲେ ଯେନ୍ତା ପଛରେ ଦେଖିଲେ ସେନ୍ତା ବଢିଆ କଥା କି ଆଗକୁ ଦେଖିଲେ ଯେମିତି ଲାଗୁଛି ପଛକୁ ଦେଖିଲେ କେବଳ ଫରକ ଏତିକି ଚନ୍ଦ୍ରା ତାପଟି ଆଗରେ ଅଛି ଆପଣ ଦେଖନ୍ତୁ ଆଗ ପଟେ ଆଉ ସବୁ ପଟେ ସମାନ ବୁଝୁଛନ୍ତି ନା ନାଇଁ ଆପଣ ଦେଖନ୍ତୁ ତେଣୁ ଏଠି ପ୍ରସ୍ତୁତି ହେଇଯାଇଛନ୍ତି ତେଣୁ ପୂର୍ବେ ହାତୀ ମଧ୍ୟ ରଥ ଟାଣୁଥିଲେ ତେଣୁ ଏ ରଥ ଟଣାର ତାତ୍ପର୍ଯ୍ୟ ହେଲା ଯେ 12 ଦିନରେ କାର୍ଯ୍ୟ ଶେଷ 12 ବୁଝିପାରୁଛନ୍ତି ନା ନାଇଁ ଆଚ୍ଛା 11 ଦିନକୁ ଲୟ କର ବନ୍ଧୁ ବାନ୍ଧବ ଆସିବେ ଘର 12 ଦିନେ ମେଳା ମହୋତ୍ସବ ସାରି 13 ଦିନେ ଯିବେ ଯେଜା ଘର 12 ରେ କାର୍ଯ୍ୟ ଶେଷ 12ଟି ଚକ ଦ୍ୱାଦଶ ଆଦିତ୍ୟଙ୍କୁ ପୂଜା